ଟ୍ରମ୍ପଙ୍କର ବାଚଳାମୀ ପଛରେ ତିନିଟା ମୁଖ୍ୟ କାରଣ। ସାରା ବିଶ୍ୱରେ ଶାନ୍ତି ବାର୍ତ୍ତା ପ୍ରତିଷ୍ଠା ପାଇଁ ଶାନ୍ତିଦୂତ ସାଜିଛନ୍ତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱ ମାନୁ ବା ନ ମାନୁ, କିନ୍ତୁ ନିଜେ ନିଜର କଥା ସେ ଡିଣ୍ଡିମ ବଜାଇ ଚାଲିଛନ୍ତି। ଆଜି ଏମିତି ଏକ କଥା କହିଛନ୍ତି ଯେ କି ସାରା ବିଶ୍ୱରେ 9 ଥର ଯୁଦ୍ଧକୁ ସେ ରୋକିବାର ସଫଳ ହୋଇଛନ୍ତି ଏବଂ 10ମ ଥର ପାଇଁ ସେ ପ୍ରୟାସ ମଧ୍ୟ କରୁଛନ୍ତି, ସେଥିରେ ମଧ୍ୟ ସେ ସଫଳ ହେବେ। ଅର୍ଥାତ୍ ଲେବାନନ ଏବଂ ତା ସହିତ ଇସ୍ରାଏଲ ମଧ୍ୟରେ ସେ ଶାନ୍ତି ଚୁକ୍ତି କରିବେ ଏବଂ ଖୁବ୍ ଶୀଘ୍ର ଶାନ୍ତି ଚୁକ୍ତି ହୋଇଯିବ ବୋଲି ସେ ତାଙ୍କର ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ଉଲ୍ଲେଖ କରିଛନ୍ତି। ଏ ବାବଦରେ ଆମେ ଅଧିକ ଆଲୋଚନା କରିବା। ଆମ ସହିତ ପ୍ରଫେସର ନଳିନ ମହାପାତ୍ର ଯୋଡ଼ି ହେଉଛନ୍ତି। ପ୍ରଥମେ ଓଟିଭିକୁ ସ୍ୱାଗତ କରୁଛି। ଯେଭଳି ଭାବେ ଟ୍ରମ୍ପ ନିଜ କଥା ଡିଣ୍ଡିମ ପିଟୁଛନ୍ତି ଏବଂ ବିଶ୍ୱକୁ ସେ ଜଣାଇବାକୁ ଚାହୁଁଛନ୍ତି ସେ ଜଣେ ଶାନ୍ତିଦୂତ, କ'ଣ କହିବେ? ସେ ଯେଉଁ ଷ୍ଟେଟମେଣ୍ଟ ଯେଉଁ ତାଙ୍କର ଟ୍ୱିଟ୍ ଏକ୍ସ ଆକାଉଣ୍ଟରେ ଦେଇଛନ୍ତି ସେଟା ଗୋଟେ ବାଚାଳାମୀ। ଯେତେ ଯୁଦ୍ଧ ବର୍ତ୍ତମାନ ହେଉଛି ବର୍ତ୍ତମାନ ସେ ସବୁର ମୂଳ କାରଣ ହେଉଛନ୍ତି ଟ୍ରମ୍ପ। ଫର ଏକ୍ଜାମ୍ପଲ୍ ମୁଁ କହିବି, ଇରାନ ଆଉ ଇସ୍ରାଏଲ ମଧ୍ୟରେ ଯେଉଁ ଯୁଦ୍ଧ ବର୍ତ୍ତମାନ ହେଲା ତାର ମୂଳ କାରଣ କିଏ ଥିଲା? ତାର ମୂଳ କାରଣ ଥିଲା ୟୁନାଇଟେଡ୍ ଷ୍ଟେଟ୍ସ। ଏବଂ ସେଇଭଳି ଭାବରେ ରଷିଆ ୟୁକ୍ରେନ ଯୁଦ୍ଧ ବି ସେ କହିଲେ କି ମୁଁ ଶାନ୍ତି ପ୍ରତିଷ୍ଠା କରିବି। ଜେଲେନ୍ସ୍କି ୟୁଏସ୍ଏ ଭିଜିଟ୍ କଲେ। ଆଲାସ୍କାରେ ପୁତିନ ଆଉ ଟ୍ରମ୍ପଙ୍କ ମଧ୍ୟରେ ଗୋଟେ ସମିଟ୍ ମିଟିଂ ହେଲା, କିନ୍ତୁ ତାହା ଫେଲ୍ଡ ହେଲା ଯୁଦ୍ଧକୁ ରିଜଲ୍ଭ କରିବା ପାଇଁ, ଯେଉଁ ରଷିଆ ୟୁକ୍ରେନ ଯୁଦ୍ଧକୁ ରିଜଲ୍ଭ କରିବା ପାଇଁ, ଏବଂ ସେଇଟା ଲିଙ୍ଗରିଂ କରୁଛି। ସେ ତୃତୀୟ ଇନଷ୍ଟାନ୍ସ ମୁଁ ଦେବି, ସିଏ କହିଥିଲେ କି ଭେନେଜୁଏଲା ଯେତେବେଳେ ସେ ଉଠେଇ ଆଣିଲେ ଭେନେଜୁଏଲାର ପ୍ରେସିଡେଣ୍ଟକୁ, ସେ କହିଲେ ଗୋଟେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଲାଟିନ୍ ଆମେରିକାରେ, କିନ୍ତୁ ତାହା ମଧ୍ୟ ଏକ ବାହାସ୍ପଟ। କାରଣ ବର୍ତ୍ତମାନ ପୁରା ଲାଟିନ୍ ଆମେରିକାରେ ଏକ ଆଣ୍ଟି ୟୁଏସ୍ ଫିଲିଂ ଚାଲିଛି ଏବଂ ତାହା କେବେ ବି ଏକ୍ସପ୍ଲୋଡ୍ ହୋଇପାରେ। ଏବଂ ସେଇଭଳି ଭାବରେ ଟ୍ରମ୍ପ କହିଥିଲେ ଯେତେବେଳେ ଆମେ ଯେଉଁ ଅପରେସନ୍ ସିନ୍ଦୁର ଆରମ୍ଭ କରିଥିଲୁ ପାକିସ୍ତାନ ଏଗେନଷ୍ଟରେ, ସେତେବେଳେ ସେ କହିଥିଲେ କି ସିଏ ହିଁ ଭାରତ ପାକିସ୍ତାନ ମଧ୍ୟରେ ଯେଉଁ ମୀମାଂସା କରିଥିଲେ, କିନ୍ତୁ ତାହା ସମ୍ପୂର୍ଣ୍ଣ ମିଛ ଥିଲା। ଏବଂ ଇନଫ୍ୟାକ୍ଟ ସିଏ ପାକିସ୍ତାନକୁ ଏଗ୍ରାଭେଟ୍ କରୁଥିଲେ ଭାରତ ବିପକ୍ଷରେ ଯୁଦ୍ଧ କରିବା ପାଇଁ। ସିଏ ଆର୍ମସ ଆଣ୍ଡ ଏମ୍ୟୁନିସନ୍ସ ବି ଯାହା ଜଣାପଡ଼ୁଛି ସହାୟତା କରୁଥିଲେ ପାକିସ୍ତାନକୁ, କାହିଁକିନା ପାକିସ୍ତାନ ହେଉଛି ଆମେରିକାର ଗୋଟେ କ୍ଲାଏଣ୍ଟ ଷ୍ଟେଟ୍, ପୁରୁଣା କ୍ଲାଏଣ୍ଟ ଷ୍ଟେଟ୍। ତେଣୁ ଏହିସବୁ ଜିନିଷ ପରିସ୍ଥିତିକୁ ଯଦି ଦେଖିବା ଆମେ କେବେ ବି କହିପାରିବାନି ଯେ ଟ୍ରମ୍ପ ସଫଳ ହୋଇଛନ୍ତି କୌଣସି ଯୁଦ୍ଧରେ ମୀମାଂସା କରିବା ପାଇଁ। ରେଦର ହି aggravated the war across the globe and he is pushing world into a third war like situation. ଏମିତିକି ସେ ଅନେକ ସମୟରେ ୟା ପୂର୍ବରୁ କହିଛନ୍ତି ଯେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କର ପ୍ରୟାସ ପାଇଁ ତାଙ୍କୁ ନୋବେଲ ପୁରସ୍କାର ମଧ୍ୟ ଦେବାର ଆବଶ୍ୟକତା ରହିଛି। ଏବଂ ବର୍ତ୍ତମାନ ନିଜେ ଟ୍ରମ୍ପ ଯେଭଳି ଭାବେ ଇରାନ ଉପରେ ଆକ୍ରମଣ କଲେ ଏବଂ ଅନେକ ଜାଗାରେ ମଧ୍ୟ ଆମେରିକା ସେନା ଯେମିତି ଭେନେଜୁଏଲା ଉପରେ ମଧ୍ୟ ଅପରେସନ୍ କଲା, ଆପଣଙ୍କୁ କ'ଣ ଲାଗୁଛି ତାଙ୍କ କଥାରେ କେତେଟା ସତ୍ୟତା ରହିଛି? ଆଜ୍ଞା, ନୋବେଲ ପୁରସ୍କାରକୁ ତାଙ୍କ ପାଇଁ ନାମ ପାଇଁ ନମିନେଟ୍ କିଏ କରିଥିଲା? ବିଶ୍ୱର ଗୋଟେ ଫେଲ୍ଡ ଷ୍ଟେଟ୍, ସେ ହେଉଛି ପାକିସ୍ତାନ। ପାକିସ୍ତାନ ଟ୍ରମ୍ପକୁ ନମିନେଟ୍ କରିଥିଲା ନୋବେଲ ପୁରସ୍କାର ପାଇଁ। ତେଣୁ ଏଥିରୁ ଜାଣିପାରୁଥିବେ ଟ୍ରମ୍ପଙ୍କର ଯେଉଁ ଗ୍ଲୋବାଲ ଡିପ୍ଲୋମେସି କେମିତି ସକ୍ସେସ୍ ହେଉଛି। ଯେତେବେଳେ ପାକିସ୍ତାନ ସହିତ ୟୁଏସ୍ଏ ଷ୍ଟ୍ରାଟେଜିକ୍ ଆଲାଇନମେଣ୍ଟ କରୁଛି, ତାହାଦ୍ୱାରା ଜଣାପଡ଼ିବ ଯେ ଆମେରିକା ତାର ପଲିସି ଫେଲ୍ୟୁରକୁ ଦର୍ଶାଉଛି। ପୂର୍ବରୁ ଚାଇନା ବି ପାକିସ୍ତାନ ସହିତ ଆଲାଇନମେଣ୍ଟ କରୁଥିଲା। ନାଉ ଚାଇନା ଇଜ୍ ରିଏଲାଇଜିଂ the strategic mistakes China has committed by aligning with Pakistan. Similarly, US will also realize the strategic alignment what US is doing with Pakistan, and it will cost US very heavily. ଆପଣଙ୍କୁ କ'ଣ ଲାଗୁଛି ଟ୍ରମ୍ପଙ୍କ ବାଚଳାମୀ ପଛରେ କ'ଣ ସବୁ କାରଣ ହୋଇଥାଇପାରେ? ଟ୍ରମ୍ପଙ୍କର ବାଚଳାମୀ ପଛରେ ତିନିଟା ମୁଖ୍ୟ କାରଣ ହୋଇପାରେ। ପ୍ରଥମ କାରଣ ହେଲା ସିଏ ଗୋଟେ ଇଣ୍ଡଷ୍ଟ୍ରିଆଲିଷ୍ଟ। ସିଏ ତାଙ୍କର ବିଜନେସକୁ ପ୍ରମୋଟ ଇଣ୍ଡିଭିଜୁଆଲ ବିଜନେସକୁ ପ୍ରମୋଟ କରିବାକୁ ଚାହୁଁଛନ୍ତି ଆକ୍ରସ୍ ଦି ଗ୍ଲୋବ। ଦ୍ୟାଟ୍ ଇଜ୍ ୱାନ୍ ରିଜନ୍। ଦ୍ୱିତୀୟ କଥା ହେଲା ଟ୍ରମ୍ପ ଚାହୁଁଛନ୍ତି ଯେତେ କନଫ୍ଲିକ୍ଟ ହେବ ସେତେ ଆମେରିକାର ଦବଦବା ବଢ଼ିବ ଆଉ ତାଙ୍କର ଯେଉଁ ଡୋମେଷ୍ଟିକ୍ ରେଟିଂ ଯେଉଁ ଟ୍ରମ୍ପର ୟୁନାଇଟେଡ୍ ଷ୍ଟେଟ୍ସ ତାହା ବି ବଢ଼ିବ। ତେଣୁ ସେଇ କଣ୍ଟେକ୍ସରେ ସେ କରୁଛନ୍ତି। ତୃତୀୟ କଥା ହେଲା ସିଏ ଚାହୁଁଛନ୍ତି ଆମେରିକାକୁ ଗୋଟେ ମାର୍କେଣ୍ଟାଇଲ୍ ଷ୍ଟେଟ୍ ଉପରେ
परिगणित करने मार्केंटाइल स्टेट माने तार बेसिकली जोटा कि अमेरिका जना जाए जनाशुना कि अमेरिका गोटे मार्केंटाइल स्टेट किंतु से ताकू प्रतिपादन करने चाहते थ्रू हिज पॉलिसी मेजर्स सबुबले से निजर एनर्जी कमर्शियल इंटरेस्ट को आगु को करने चाहते देखो आपन को गोटे एग्जांपल देवी ये जो ईरान क्राइसिस इट इज ए आर्टिफिशियल क्राइसिस क्रिएटेड बाय यूनाइटेड स्टेट्स बिकॉज यूनाइटेड स्टेट्स जहाँ मु पूर्वर कही आपण चैनल रे यूनाइटेड स्टेट्स वांट्स टू एक्सपोर्ट इट्स एलएनजी टू यूरोप बट यूरोपियन कंट्रीज आर depending on Iran to get LNG. So in this context, what we are seeing, US is creating new markets. So इतनेटा लॉजिक द्वारा ट्रम्प तांकर फॉरेन पॉलिसी को गाइड करछन्ती। बहुत बहुत धन्यवाद। देखंतु विश्वर सबुठु शक्तिशाली देशर शक्तिशाली नेता जेभଳି भाबरे से कहउछन्ती निजर डिंडम पीटीआर लागिछन्ती एवं से गुटे लागुछि जे सुचिंतित रणनीति उपर कार्य करूछन्ती बाचलामी तो अनेक कहउछन्ती किंतु या पछरे अनेक कारण मध्य रहिछि बोली अनुमान करा जाय जेमति कि निजर बिजनेस को बढ़ाइबा एवं सारा विश्व को तांग निजर पर्सनल एजेंडा बा निजर पर्सनल बिजनेस को बढ़ाई लाभान्वित हवा ये गोटे मुख्य कारण होइथै पारे। नयादिल्ली कैमरा पर्सन गोपाल शिवानंद राउत, ओटीवी।